ଆପଣମାନଙ୍କୁ ହାଇସ୍କୁଲ ଶିକ୍ଷାକୁ ସ୍ୱାଗତ। ପୂର୍ବ ଭିଡ଼ିଓରେ ଆମେ ଦଶମ ଶ୍ରେଣୀ ଇତିହାସ ବହିରେ ଥିବା ପ୍ରଥମ ପାଠ ଭାରତୀୟ ଜାତୀୟ ଆନ୍ଦୋଳନ ଗାନ୍ଧୀ ଯୁଗର 20ଟା ପ୍ରଶ୍ନ ଆଲୋଚନା କରିଥିଲେ। ଆଜି ଆମେ ଆଉ କିଛି କ୍ୱେଶ୍ଚିନ୍ ଆଲୋଚନା କରିବା। 20 ନମ୍ବର ସରିଥିଲା, ଆଜି ଆମେ 21 ନମ୍ବରଠୁ ଆଲୋଚନା କରିବା। ଯେଉଁମାନେ ଦେଖିନାହଁ ମୁଁ ଲିଙ୍କ୍ ଦେଇଦେବି, ଆପଣ ଦେଖିଦେବେ। 21 ନମ୍ବର କ୍ୱେଶ୍ଚନ୍, କିଏ ଇଞ୍ଚୁଡ଼ିଠାରେ ଏପ୍ରିଲ 13 ତାରିଖରେ ଲବଣ ଆଇନ ଭଙ୍ଗ କରିଥିଲେ? କିଏ ଭଙ୍ଗ କରିଥିଲେ? ଆଚାର୍ଯ୍ୟ ହରିହର। ଆଚାର୍ଯ୍ୟ ହରିହର ଇଞ୍ଚୁଡ଼ିଠାରେ ଏପ୍ରିଲ 13 ତାରିଖରେ ଲବଣ ଆଇନ ଭଙ୍ଗ କରିଥିଲେ। 22 ନମ୍ବର କ୍ୱେଶ୍ଚନ୍ ଦେଖିବା। ଡିସେମ୍ବର 31 ତାରିଖରେ କେଉଁଠାରେ ସ୍ୱାଧୀନତାର ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା? କେଉଁଠାରେ? 22 ନମ୍ବରର ଆନ୍ସର୍ ହେବ ଲାହୋରଠାରେ। ଲାହୋରଠାରେ ସ୍ୱାଧୀନତାର ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା। 23 ନମ୍ବର କ୍ୱେଶ୍ଚନ୍ ଦେଖିବା। ନିରଞ୍ଜନ ପଟ୍ଟନାୟକ କେଉଁଠାରେ ଲବଣ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ? 23 ନମ୍ବରର ଆନ୍ସର୍ ହେବ ଗଞ୍ଜାମଠାରେ। 24 ନମ୍ବର କ୍ୱେଶ୍ଚନ୍ ଦେଖିବା। ବ୍ୟକ୍ତିଗତ ସତ୍ୟାଗ୍ରହ ଆନ୍ଦୋଳନରେ କିଏ ପ୍ରଥମ ସତ୍ୟାଗ୍ରହୀ ହେବାର ସୌଭାଗ୍ୟ ଲାଭ କରିଥିଲେ? କିଏ? 24 ନମ୍ବରର ଆନ୍ସର୍ ହେବ ବିନୋବା ଭାବେ। ବିନୋବା ଭାବେ ପ୍ରଥମ ସତ୍ୟାଗ୍ରହୀ ହେବାର ସୌଭାଗ୍ୟ ଲାଭ କରିଥିଲେ। 25 ନମ୍ବର କ୍ୱେଶ୍ଚନ୍ ଦେଖିବା। ଇରମ ଗୋଳିକାଣ୍ଡରେ ମୋଟ କେତେ ଜଣ ଶହୀଦ ହୋଇଥିଲେ? ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ଏହାର ଆନ୍ସର୍ ହେବ 28 ନମ୍ବର। 28 ଜଣ ଶହୀଦ ହୋଇଯାଇଥିଲେ। 26 ନମ୍ବର କ୍ୱେଶ୍ଚନ୍ ଆନ୍ସର୍ ଦେଖିବା। କେଉଁ ଆନ୍ଦୋଳନକୁ ଫରାସୀ ବିପ୍ଳବ ଓ ରୁଷ ବିପ୍ଳବ ସହିତ ତୁଳନା କରାଯାଇଛି? କେଉଁ ଆନ୍ଦୋଳନକୁ? ଭାରତ ଛଡ଼ା ଆନ୍ଦୋଳନକୁ ଫରାସୀ ବିପ୍ଳବ ଓ ରୁଷ ବିପ୍ଳବ ସହିତ ତୁଳନା କରାଯାଇଛି। 27 ନମ୍ବର କ୍ୱେଶ୍ଚନ୍ କ'ଣ ଅଛି? ନିମ୍ନଲିଖିତ ମଧ୍ୟରୁ କେଉଁ ସ୍ଥାନକୁ ରକ୍ତ ତୀର୍ଥ ବୋଲି କୁହାଯାଏ? ଏଇଟା ପିଲାମାନେ ବାରମ୍ବାର ଏକ୍ଜାମ୍ରେ ଆସେ କି କେଉଁ ସ୍ଥାନକୁ ରକ୍ତ ତୀର୍ଥ ବୋଲି କୁହାଯାଏ? କେଉଁ ସ୍ଥାନକୁ? ଇରମକୁ ରକ୍ତ ତୀର୍ଥ ବୋଲି କୁହାଯାଏ। ଇରମକୁ ରକ୍ତ ତୀର୍ଥ ବୋଲି କୁହାଯାଏ। 28 ନମ୍ବର କ୍ୱେଶ୍ଚନ୍ କ'ଣ ଅଛି? ଭାରତ ଛଡ଼ା ଆନ୍ଦୋଳନ ସମୟରେ ଗାନ୍ଧୀଜୀଙ୍କୁ କେଉଁଠାରେ ବନ୍ଦୀ କରି ରଖାଯାଇଥିଲା? ଭାରତ ଛଡ଼ା ଆନ୍ଦୋଳନ ଯେତେବେଳେ ଚାଲୁଥିଲା, ଗାନ୍ଧୀଜୀଙ୍କୁ ପୁନେଠାରେ ବନ୍ଦୀ କରି ରଖାଯାଇଥିଲା। 29 ନମ୍ବର କ୍ୱେଶ୍ଚନ୍, ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ ସରକାରରେ କେତେ ଜଣ ମନ୍ତ୍ରୀ ଥିଲେ? କେତେ ଜଣ ମନ୍ତ୍ରୀ ଥିଲେ? 29 ନମ୍ବର କ୍ୱେଶ୍ଚନ୍ ଆନ୍ସର୍ କ'ଣ ହେବ? କୁହ ପିଲାମାନେ, କ'ଣ ହେବ? 10 ଜଣ। 10 ଜଣ ଆଜାଦ ହିନ୍ଦ ସରକାରର ମନ୍ତ୍ରୀ ଥିଲେ। 30 ନମ୍ବର କ୍ୱେଶ୍ଚନ୍ ଦେଖିବା। କେଉଁ ସରକାରଙ୍କ ଠାରୁ ନେତାଜୀ ଆନୁଷ୍ଠାନିକ ଭାବେ ଆଣ୍ଡାମାନ ନିକୋବର ଦାୟିତ୍ୱ ଗ୍ରହଣ କରିଥିଲେ? 30 ନମ୍ବର ଆନ୍ସର୍ ହେବ କ'ଣ ହେବ ପିଲାମାନେ? କୁହ। 30 ନମ୍ବର କ୍ୱେଶ୍ଚନ୍ ଆନ୍ସର୍ କ'ଣ ହେବ? ଜାପାନ ସରକାରଙ୍କ ଠାରୁ ନେତାଜୀ ଆନୁଷ୍ଠାନିକ ଭାବେ ଆଣ୍ଡାମାନ ଓ ନିକୋବରର ଦାୟିତ୍ୱ ଗ୍ରହଣ କରିଥିଲେ। 31 ନମ୍ବର କ୍ୱେଶ୍ଚନ୍ କ'ଣ ଅଛି? କେଉଁ ଭାରତୀୟ ବିପ୍ଳବୀ ଜାପାନରେ ଭାରତୀୟ ସ୍ୱାଧୀନତା ସଂଘ ଗଠନ କରିଥିଲେ? କେଉଁ ଭାରତୀୟ ବିପ୍ଳବୀ? ରାସବିହାରୀ ବୋଷ। 31 ନମ୍ବର ଖ ହେବ ରାଇଟ୍ ଆନ୍ସର୍। 32 ନମ୍ବର କ'ଣ ଅଛି? ସୁଭାଷ ଚନ୍ଦ୍ର ବୋଷ କେବେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ? 32 ନମ୍ବରର ଆନ୍ସର୍ କ'ଣ ହେବ? ସୁଭାଷ ଚନ୍ଦ୍ର ବୋଷ କେବେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ? 1923ରେ। ଘ ହେଇଯିବ ରାଇଟ୍ ଆନ୍ସର୍। 33 ନମ୍ବର କ୍ୱେଶ୍ଚନ୍ କ'ଣ ଅଛି? କ୍ୟାବିନେଟ୍ ମିଶନର ସଦସ୍ୟ ଥିବା କେଉଁ ବ୍ୟକ୍ତି ଭାରତର ସଚିବ ଥିଲେ? 33 ନମ୍ବରର ଆନ୍ସର୍ ହେଇଯିବ ପେଥିକ୍ ଲରେନ୍ସ। 33 ନମ୍ବର କ ପେଥିକ୍ ଲରେନ୍ସ ଥିଲେ କ୍ୟାବିନେଟ୍ ମିଶନର ସଦସ୍ୟ ଥିବା
जड़े भारतीय सचिव। 34 नंबर क्वेश्चन कौन अच्छी कैबिनेट मिशन केते संख्या विशिष्ट संविधान प्रणयन सभार प्रस्ताव देते केते संख्या विशिष्ट 399 389। 35 नंबर क्वेश्चन कौन अच्छी क्लीमेट अटली क्यों दलर नेता थिले क्लीमेट अटली क्यों दलर नेता थिले श्रमिक दलर नेता थिले। 36 नंबर क्वेश्चन कौन अच्छी 1946 डिसेम्बर 11 रे किए संविधान प्रणयन सभार स्थायी सभापति भाव निर्वाचित होते। 36 नंबर क्वेश्चन रो आंसर राजेंद्र प्रसाद। 36 नंबर ख 37 नंबर कौन अच्छी चौरा चोरी घटन केते जन पुलिस कर्मचारी जीवंत दग्ध होते। जो चौरा चोरी 1922 मसीह होता केते जन पुलिस कर्मचारी जीवंत दग्ध होते से निआरे जलिकी पोड़ी जाते केते जन ना आमर 22 जन दग्ध हो जाते 22 आंसर हम 22। 38 नंबर क्वेश्चन कौन अच्छी कैबिनेट मिशन प्रस्ताव अनुसार मध्यवर्तीकालीन सरकार रे केते जन सभ्य रहिबार व्यवस्था थिला। 38 नंबर आंसर हो घ 14 जन। 39 नंबर क्वेश्चन कौन अच्छी गांधीजी विरुद्ध सत्ते सुभाष चंद्र बोस कांग्रेस क्यों अधिवेशन रे सभापति होइथिले। गांधीजी विरोध करथिले किंतु सुभाष चंद्र बोस शुणी नथिले आउ से गोटे अधिवेशन खोली क्यों अधिवेशन से सभापति होइथिले कह तुम मैंने कह कौ अधिवेशन त्रिपुरी अधिवेशन 40 नंबर क्वेश्चन कौन अच्छी केबे भारतर संविधान सभार प्रथम बैठक बसी केबे बसथिला 1946 मसीहा डिसेम्बर 9 तारिख घ हो आमर सठिक आंसर। थैंक यू पिला माने नेक्स्ट वीडियो रे आमे आउ किछि क्वेश्चन आंसर डिस्कशन करिया।